ପିଲାମାନେ ଆଜି ଆମେ ସମସ୍ତେ ଏଇ ଭିଡ଼ିଓ ମାଧ୍ୟମରେ ବାଣଭଟ୍ଟଙ୍କ ବିଷୟରେ ପଢ଼ିବା। ବାଣଭଟ୍ଟଙ୍କର ସମୟ କେତେ, ତାଙ୍କର ଜନ୍ମସ୍ଥାନ, ତାଙ୍କର ପିତାମାତା କିଏ, ସେ କ'ଣ ସବୁ ଲେଖିଛନ୍ତି, ସେସବୁ ବିସ୍ତୃତ ଭାବରେ ପଢ଼ିବା। ତାଙ୍କର ସବୁ ଯେଉଁ ଲେଖା ଗୁଡ଼ିକ ଆଉ ତାଙ୍କ ପରିଚୟ ଯେଉଁ ପଢ଼ିବା, ତା ସହିତ ଜଡ଼ିତ କିଛି MCQ ମୁଁ ଆଣିଛି। ଏଇ ଭିଡ଼ିଓରେ ଆମେ ସମସ୍ତେ ପ୍ରାକ୍ଟିସ୍ କରିବା। ଚାଲନ୍ତୁ ସର୍ବପ୍ରଥମେ ମାଙ୍କୁ ସ୍ତୁତି କରିବା, ତାପରେ ଆମେ ଆମର ବିଷୟବସ୍ତୁ ଆରମ୍ଭ କରିବା। जय माँ सरस्वती माँ। सरस्वती नमस्तुभ्यं वरदे कामरूपिणी विद्यारम्भं करिष्यामि सिद्धिर्भवतु मे सदा सिद्धिर्भवतु मे सदा। पिलामाने आमे देखिबा बाणभट्टଙ୍କର ସମୟ। ଯଦି ବାଣଭଟ୍ଟଙ୍କର ସମୟ ହେଉଛି 7ମ ଶତାବ୍ଦୀ। ସେ କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ? ସୋଣ ତଟସ୍ଥିତ, ସୋଣ ଯେଉଁ ନଦୀ ରହିଲା ତା ତଟସ୍ଥିତ ପ୍ରୀତିକୁଟ ନଗରରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବଂଶ ଯଦି ଦେଖିବା ବାତ୍ସାୟନ ବଂଶ। ବାତ୍ସାୟନ ବଂଶରେ କୁବେର ନାମକ ଜଣେ ପ୍ରକାଣ୍ଡ ପଣ୍ଡିତ ଥିଲେ। ବାଣଭଟ୍ଟଙ୍କର ପିତା କିଏ? ଚିତ୍ରଭାନୁ। ମାତା ହେଉଛନ୍ତି ରାଜଦେବୀ। ଆଉ ବାଣଭଟ୍ଟଙ୍କର ଗୁରୁ ହେଉଛନ୍ତି ଭସ୍ୟୁ ବା ଭୁର୍ବୁ। ପିଲାମାନେ ମନେ ରଖ, ପ୍ରଥମ ହେଉଛି ବାତ୍ସାୟନ ବଂଶ, ତାପରେ ସେଠୁ କିଏ ହେଲେ କୁବେର। କୁବେରଙ୍କର ପୁଅ ହେଉଛନ୍ତି ପାଶୁପତ, ତାଙ୍କର ପୁଅ ହେଉଛନ୍ତି ଅର୍ଥପତି, ତାଙ୍କର ପୁତ୍ର ହେଉଛନ୍ତି ଚିତ୍ରଭାନୁ। ଚିତ୍ରଭାନୁଙ୍କର ପୁତ୍ର ହେଉଛନ୍ତି ବାଣଭଟ୍ଟ। ବାଣଭଟ୍ଟଙ୍କର ପୁତ୍ର ହେଉଛନ୍ତି ଭୂଷଣ ଭଟ୍ଟ, କେହି କେହି ପୁଲିନ୍ଦ ଭଟ୍ଟ କୁହନ୍ତି, ନହେଲେ ପୁଲିନ ଭଟ୍ଟ ବି କୁହନ୍ତି। ଏ ହେଉଛି ତାଙ୍କ ବଂଶର ପୁରାପୁରି କିଏ କାହା ପୁଅ, କିଏ କାହା ତାଙ୍କର ପୁଅ କିଏ, ତାଙ୍କର ପୁଅ କିଏ, ଏମିତି କ୍ରମାନ୍ୱୟରେ କହିଦେଲି। ତାପରେ ତାଙ୍କ ପିତାମହ, ଏଇଠି ତ ଆପଣ ଜାଣିଯାଇଥିବେ। ଯେହେତୁ ବାଣଭଟ୍ଟଙ୍କ ପିତା ହେଉଛନ୍ତି ଚିତ୍ରଭାନୁ, ଚିତ୍ରଭାନୁଙ୍କ ବାପା କିଏ? ଅର୍ଥପତି। ତାହେଲେ ବାଣଭଟ୍ଟଙ୍କ ପିତାମହ କିଏ? ଅର୍ଥପତି। ବାଣଭଟ୍ଟଙ୍କର ଆଶ୍ରୟଦାତା କାହାର ଆଶ୍ରୟଦାତା ଥିଲେ? ହର୍ଷବର୍ଦ୍ଧନଙ୍କର ଆଶ୍ରୟଦାତା ଥିଲେ। ବାଣଭଟ୍ଟଙ୍କର ପତ୍ନୀ ଯଦି ଆମେ ଦେଖିବା, ସିଏ ହେଉଛନ୍ତି ଆମର ସୂର୍ଯ୍ୟପ୍ରଭା, ଯିଏକି ମୟୂରଭଟ୍ଟଙ୍କର ଭଗିନୀ। ବାଣଭଟ୍ଟଙ୍କର ନିଜ ଭଉଣୀ ହେଉଛନ୍ତି ମାଳତୀ। ବାଣଭଟ୍ଟଙ୍କର ରୀତି ହେଉଛି ପାଞ୍ଚାଳି ରୀତି। ସେ ଉପାସକ ହେଉଛନ୍ତି ଶିବଙ୍କର। ତାଙ୍କର କୃତି ଗୁଡ଼ିକ ଯଦି ଦେଖିବା, ସେ ଲେଖିଛନ୍ତି କାଦମ୍ବରୀ, ହର୍ଷଚରିତ, ଚଣ୍ଡୀ ଶତକ, ମୁକୁଟତାଡ଼ିତମ୍, ପାର୍ବତୀ ପରିଣୟ। କିନ୍ତୁ ହର୍ଷଚରିତ ଆଉ କାଦମ୍ବରୀ ହେଉଛି ବାଣଭଟ୍ଟଙ୍କର ସର୍ବପ୍ରସିଦ୍ଧ ରଚନା। ବାଣଭଟ୍ଟଙ୍କର 2 ଜଣ ଭାଇ ଥିଲେ, ଚିତ୍ରସେନ ଓ ମିତ୍ରସେନ। ପିଲାମାନେ ତାଙ୍କ ଯେଉଁ କୃତି ଗୁଡ଼ିକ କହିଲି, କାଦମ୍ବରୀ ହେଉଛି କଥା, ହର୍ଷଚରିତ ହେଉଛି ଆଖ୍ୟାୟିକା, ଚଣ୍ଡୀ ଶତକଟା ହେଉଛି ମୁକ୍ତକମ୍, ଆଉ ମୁକୁଟତାଡ଼ିତଟା ହେଉଛି ନାଟକ, ପାର୍ବତୀ ପରିଣୟଟା ହେଉଛି ନାଟକ। ବାଣଭଟ୍ଟଙ୍କୁ କିଏ କ'ଣ ଉପାଧି ଦେଇଛନ୍ତି ଟିକେ କହିଦେବି। ବଶ୍ୟବାଣୀ କବି ଚକ୍ରବର୍ତ୍ତୀ ହର୍ଷବର୍ଦ୍ଧନ କହିଛନ୍ତି। ବାଣସ୍ତୁ ପଞ୍ଚାନନ ଶ୍ରୀ ଚନ୍ଦ୍ରଦେବ କହିଛନ୍ତି। ପଞ୍ଚବାଣସ୍ତୁ ବାଣଃ ଜୟଦେବ କାହାକୁ କହିଛନ୍ତି? ବାଣଭଟ୍ଟଙ୍କୁ। କବିତା କାମିନୀ କୌତୁକ ଜୟଦେବ କହିଛନ୍ତି। ଗଦ୍ୟ ସମ୍ରାଟ ବଳଦେବ ଉପାଧ୍ୟାୟ କହିଛନ୍ତି। ବାଣୀ ବାଣ ବଭୁବଃ ଗୋବର୍ଦ୍ଧନାଚାର୍ଯ୍ୟ କହିଛନ୍ତି। କବିତା କାମିନୀ କେଶରୀ ଯଦି କହିବା, ସେଇଟା ହେଉଛନ୍ତି ଚନ୍ଦ୍ରଦେବ। କିନ୍ତୁ କବିତା କାମିନୀ କୌତୁକ ହେଲେ ଜୟଦେବ। କେଶରୀ ହେଲେ ଚନ୍ଦ୍ରଦେବ, କୌତୁକ ହେଲେ ଜୟଦେବ। ସର୍ଟକଟ୍ରେ ମନେ ରଖିଦେବ। ବାଣଭଟ୍ଟଙ୍କୁ କେତେ ଗୁଡ଼ିଏ ଉପାଧି ଦିଆହେଇଛି ବା ତାଙ୍କର ଅପର ନାମ ବି କହିପାରିବ। ଗୋଟେ ହେଲା ପଞ୍ଚବାଣସ୍ତୁ ବାଣ, ଗଦ୍ୟ ସମ୍ରାଟ, ତୁରଙ୍ଗ ବାଣ, କବିତା କାନନ କେଶରୀ, ଏମିତି ଅନେକ ଗୁଡ଼ିଏ ତାଙ୍କୁ ଆଖ୍ୟା ଦିଆଯାଇଛି। ତା ଦେହରୁ କେତେ ଗୁଡ଼ିଏ ପ୍ରସିଦ୍ଧ ଯେଉଁ ସବୁ ମୁଁ କହିଲି। ପିଲାମାନେ ଯଦି ଆମେ ଦେଖିବା କାଦମ୍ବରୀ ବିଷୟରେ, କାଦମ୍ବରୀର ପ୍ରଧାନ ରସ ହେଉଛି ଶୃଙ୍ଗାର ରସ, ଉପଜୀବ୍ୟ ହେଉଛି ଗୁଣାଢ୍ୟର ବୃହତ୍ କଥା। ଯଦି ନାୟକ ଆମେ ସେଠି ଦେଖିବା ଚନ୍ଦ୍ରପୀଡ଼ ନାୟକ, ନାୟିକା ହେଉଛନ୍ତି କାଦମ୍ବରୀ, ସହନାୟକ ହେଉଛନ୍ତି ବୈଶମ୍ପାୟନ, ଆଉ ସହନାୟିକା ହେଉଛନ୍ତି ମହେଶ୍ୱତା। ଏଇଥିରେ ଯଦି କେଉଁ ବିଷୟରେ ବର୍ଣ୍ଣନା କରାଯାଇଛି? 3ଟା ଜନ୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ଯେମିତି ଚନ୍ଦ୍ରାପୀଡ଼ଙ୍କର 3ଟା ଜନ୍ମ କ'ଣ? ଚନ୍ଦ୍ରାପୀଡ଼ଙ୍କର ଧର ଆମେ ଦେଖିବା, ତାଙ୍କର କ'ଣ ସେ ଥିଲେ? ଚନ୍ଦ୍ରମା, ଚନ୍ଦ୍ରପୀଡ଼, ଶୂଦ୍ରକ। ସେମିତି ବୈଶମ୍ପାୟନ ଥିଲେ ପୁଣ୍ଡରୀକ, ବୈଶମ୍ପାୟନ, ଶୁକ। ଏମିତି ତାଙ୍କର ବିଷୟରେ ବର୍ଣ୍ଣନା କରାଯାଇଛି।
କାଦମ୍ବରୀରେ ଯଦି ମଙ୍ଗଳାଚରଣ ଦେଖିବା, ଏଠି ହେଉଛନ୍ତି ଆମର ନମସ୍କାରାତ୍ମକ ମଙ୍ଗଳାଚରଣ। ତାପରେ ଦେଖିବା ହର୍ଷଚରିତ ହେଉଛି ଆମର ଆଖ୍ୟାୟିକା। ହର୍ଷଚରିତରେ କ'ଣ 8ଟା ଉଚ୍ଛ୍ୱାସ ବିଷୟରେ ବର୍ଣ୍ଣନା କରାଯାଇଛି। ପ୍ରଥମ ଉଚ୍ଛ୍ୱାସରେ ବାତ୍ସାୟନ ବଂଶର ବର୍ଣ୍ଣନା କରାଯାଇଛି। ଦ୍ୱିତୀୟ ଉଚ୍ଛ୍ୱାସରେ ରାଜଦର୍ଶନ। ତୃତୀୟ ଉଚ୍ଛ୍ୱାସରେ ରାଜବଂଶର ବର୍ଣ୍ଣନା କରାଯାଇଛି। ଚତୁର୍ଥ ଉଚ୍ଛ୍ୱାସରେ ଚକ୍ରବର୍ତ୍ତୀ ଜନ୍ମ ବର୍ଣ୍ଣନା। ପଞ୍ଚମ ଉଚ୍ଛ୍ୱାସରେ ମହାରାଜ ମରଣଙ୍କ ବର୍ଣ୍ଣନା, ମହାରାଜ ମରଣ ବର୍ଣ୍ଣନା। ଷଷ୍ଠରେ ହେଉଛନ୍ତି ରାଜପ୍ରତିଜ୍ଞା ବର୍ଣ୍ଣନା। ସପ୍ତମରେ ଛତ୍ରଲବ୍ଧି। ଅଷ୍ଟମରେ ହେଉଛନ୍ତି ବିନ୍ଧ୍ୟାଦ୍ରି ନିବେଶନ। ଏଠି ଯଦି ଉପଜୀବ୍ୟ ଦେଖିବା ଆମର ହର୍ଷଚରିତଟା ଐତିହାସିକ ଘଟଣା ଉପରେ। ରୀତି ହେଉଛି ପାଞ୍ଚାଳୀ ରୀତି। ଶୈଳୀ ହେଉଛି ଉତ୍କୃଷ୍ଟ ଗଦ୍ୟ ଶୈଳୀ। ରସ ହେଉଛି ଏଠି ବୀର, ଆଉ ଅଙ୍ଗରସ ଦେଖିବା ଏଠି କରୁଣ ଆଉ ଶୃଙ୍ଗାର। ମୁଁ ଆଉ ଗୋଟେ ଭିଡ଼ିଓରେ ପିଲାମାନେ ଆ ବିଷୟରେ ପୁରାପୁରି ବିସ୍ତୃତ ଭାବରେ ଏଇ ଭିଡ଼ିଓଟା ଲମ୍ବା ହେଇଯିବ ଯଦି ସବୁ ଆମେ ଆଲୋଚନା କରିବା, ବିଷୟବସ୍ତୁ ଟିକେ ଲମ୍ବା ଅଛି। ମୁଁ ଆଉ ଗୋଟେ ଭିଡ଼ିଓରେ ତାକୁ ପୁରାପୁରି ତା ଥିଓରିଟା ନେଇ ଆସିବି, ଆପଣମାନେ ଦେଖିବେ। ଏବେ ଯେହେତୁ ପରୀକ୍ଷା ପାଖେଇ ଆସିଲାଣି, ଓଏଷ୍ଟେଟ୍ ପରୀକ୍ଷା, ସମୟ ବେଶୀ ନେବେନି। ଏବେ ଆମେ MCQ ଆଲୋଚନା କରିବା। ଆପଣମାନଙ୍କ ପାଇଁ ପ୍ରଥମ ପ୍ରଶ୍ନ, ହର୍ଷଚରିତମ୍ କଥା ନା ଆଖ୍ୟାୟିକା ନା ଚମ୍ପୁ ନା ନାଟକମ୍? ସଠିକ୍ ଆନ୍ସର୍ ପିଲାମାନେ କ'ଣ ହେବ? ମୁଁ ପଢ଼େଇଲା ବେଳେ କହିଛି ତାଙ୍କ କୃତି ଗୁଡ଼ିକ, ଆଉ କେଉଁଥିରେ କ'ଣ କଥା ନା ଆଖ୍ୟାୟିକା ନା ଚମ୍ପୁ ନା ନାଟକ, କ'ଣ ହେବ ସଠିକ୍ ଆନ୍ସର୍? ସଠିକ୍ ଆନ୍ସର୍ ପିଲାମାନେ ହେଇଯିବ ଆଖ୍ୟାୟିକା। ହର୍ଷଚରିତମ୍ ଆଖ୍ୟାୟିକା। ପରବର୍ତ୍ତୀ ପ୍ରଶ୍ନ ଦେଖିବା କ'ଣ ଦେଇଛି ପରବର୍ତ୍ତୀ କ୍ୱେଶ୍ଚିନ୍ରେ। 2 ନମ୍ବର କ୍ୱେଶ୍ଚିନ୍ ଦେଲା କାଦମ୍ବରୀ କ'ଣ? କାଦମ୍ବରୀ କଥା ନା ଆଖ୍ୟାୟିକା ନା ଚମ୍ପୁ ନା ବିରୁଦମ୍? ସଠିକ୍ ଆନ୍ସର୍ ପିଲାମାନେ ହେଇଯାଇଛି କଥା। କାଦମ୍ବରୀ ହେଉଛି କଥା। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା 3 ନମ୍ବର। 3 ନମ୍ବର କ୍ୱେଶ୍ଚିନ୍ ଦେଲା ବାଣଭଟ୍ଟ ପ୍ରଣୀତମ୍ ଗଦ୍ୟ କାବ୍ୟମ୍ କିମ୍? ଦଶକୁମାର ଚରିତ ନା କାଦମ୍ବରୀ ନା ବାସବଦତ୍ତା ନା ବୃହତ୍ କଥା? ସଠିକ୍ ଆନ୍ସର୍ ଆମର ଏଠି ହେଇଯାଇଛି କାଦମ୍ବରୀ। ବାଣଭଟ୍ଟ ପ୍ରଣୀତମ୍ ଗଦ୍ୟ କାବ୍ୟମ୍ ହେଉଛି କାଦମ୍ବରୀ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା 4 ନମ୍ବର ଏଠି ଦେଲା ଚଣ୍ଡୀ ଶତକମ୍ କେନ ବିରଚିତମ୍? ଦଣ୍ଡିନା, କାଳିଦେଶନ, ବାଣଭଟ୍ଟେନ, ଭବଭୂତିନା? ଚଣ୍ଡୀ ଶତକଟା କିଏ ରଚନା କରିଛନ୍ତି? ଦଣ୍ଡି ନା କାଳିଦାସ ନା ବାଣଭଟ୍ଟ ନା ଭବଭୂତି? ଆପଣମାନଙ୍କର ସଠିକ୍ ଆନ୍ସର୍ଟା କେଉଁଟା ହେବ କହିଦିଅନ୍ତୁ। ତ ସଠିକ୍ ଆନ୍ସର୍ ପିଲାମାନେ ହେଇଛି ବାଣଭଟ୍ଟେନ। ପିଲାମାନେ କୁହ ଚଣ୍ଡୀ ଶତକଟା କ'ଣ? କଥା ନା ଆଖ୍ୟାୟିକା ନା ମୁକ୍ତକମ୍ ନା ନାଟକମ୍? ଚଣ୍ଡୀ ଶତକଟା ହେଇଯାଉଛି ପିଲାମାନେ ମୁକ୍ତକମ୍। ପରବର୍ତ୍ତୀ କ୍ୱେଶ୍ଚିନ୍ 5 ନମ୍ବର ଦେଖିବା କ'ଣ ଦେଇଛି ଏଠି। 5 ନମ୍ବର ପ୍ରଶ୍ନ ଦେଲା ପାର୍ବତୀ ପରଣମ୍ ଗଦ୍ୟ କାବ୍ୟ ନା ନାଟକ ନା ପଦ୍ୟ କାବ୍ୟ ନା ଖଣ୍ଡକାବ୍ୟ? ଗଦ୍ୟ କାବ୍ୟ ତ ହେବନି, ପଦ୍ୟ କାବ୍ୟ ବି ହେବନି, ଖଣ୍ଡକାବ୍ୟ ବି ହେବନି। ତାହେଲେ ସଠିକ୍ ଆନ୍ସର୍ କ'ଣ ହେଇଯିବ? ନାଟକମ୍। ପାର୍ବତୀ ପରିଣୟ ହେଉଛି ନାଟକମ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା 6 ନମ୍ବର ଏଠି କ୍ୱେଶ୍ଚିନ୍ ଦେଲା କାଦମ୍ବରୀ ଗଦ୍ୟ କାବ୍ୟେ ଦ୍ୱେ ନାୟିକେ ସ୍ତଃ ତେ? କାଦମ୍ବରୀ ମହେଶ୍ୱତା, କାଦମ୍ବରୀ ପତ୍ରଲେଖା, କାଦମ୍ବରୀ ଚିତ୍ରଲେଖା, କାଦମ୍ବରୀ ମହାମାୟା? ସଠିକ୍ ଆନ୍ସର୍ କେଉଁଟା ହେବ ଆପଣମାନେ ଭାବୁଛନ୍ତି? ଟିକେ ଭାବିକି କୁହନ୍ତୁ। ସଠିକ୍ ଆନ୍ସର୍ ପିଲାମାନେ କାଦମ୍ବରୀ ମହେଶ୍ୱତା। କାଦମ୍ବରୀ ମହାକାବ୍ୟେ ଦ୍ୱେ ନାୟିକେ ସ୍ତଃ ତେ? କାଦମ୍ବରୀ ମହେଶ୍ୱତା। ପରବର୍ତ୍ତୀ କ୍ୱେଶ୍ଚିନ୍ 7 ନମ୍ବର ଦେଖିବା ପିଲାମାନେ। 7 ନମ୍ବର କ'ଣ ଦେଲା ଏଠି ଦେଖିବା। ସଂସ୍କୃତ ଗଦ୍ୟ ଜଗତି କିମ୍ ସର୍ବଶ୍ରେଷ୍ଠ ଗଦ୍ୟ କାବ୍ୟମ୍? ଦଶକୁମାର ଚରିତମ୍, କାଦମ୍ବରୀ, କଥା ସରିତମ୍, ଚଣ୍ଡୀ ଶତକମ୍? ଆପଣମାନଙ୍କର ସଠିକ୍ ଆନ୍ସର୍ ଏଠି କେଉଁଟା ହେବ ଭାବୁଛନ୍ତି କୁହନ୍ତୁ। ମୁଁ ଆପଣମାନଙ୍କୁ ପଢ଼େଇଲା ବେଳେ କହିଥିଲି ହର୍ଷଚରିତ, କାଦମ୍ବରୀ, ବାଣଭଟ୍ଟଙ୍କ ସର୍ବପ୍ରସିଦ୍ଧ। ତ ଏଠି କାଦମ୍ବରୀ ଅଛି। ଆପଣମାନଙ୍କର ସଠିକ୍ ଆନ୍ସର୍ ହେଉଛି କାଦମ୍ବରୀ। ସଂସ୍କୃତ ଗଦ୍ୟ ଜଗତି କାଦମ୍ବରୀ ସର୍ବଶ୍ରେଷ୍ଠ ଗଦ୍ୟ କାବ୍ୟମ୍। ପରବର୍ତ୍ତୀ କ୍ୱେଶ୍ଚିନ୍ 8 ନମ୍ବର ଦେଖିବା। ଏଠି 8 ନମ୍ବର କ'ଣ ଦେଲା କାଦମ୍ବରୀ ଗଦ୍ୟ କାବ୍ୟମ୍ କେନ ବିରଚିତମ୍? ବାଣଭଟ୍ଟେନ, ଦଣ୍ଡିନା, କ୍ଷେମେନ୍ଦ୍ରଣ, କାଳିଦାସେନ? କାଦମ୍ବରୀ ଗଦ୍ୟ କାବ୍ୟ କିଏ ମାନେ ରଚନା କରିଛନ୍ତି? ବାଣଭଟ୍ଟ ନା ଦଣ୍ଡି ନା କ୍ଷେମେନ୍ଦ୍ର ନା କାଳିଦାସ? ସଠିକ୍ ଆନ୍ସର୍ କେଉଁଟା ହେବ ଭାବୁଛନ୍ତି? ସଠିକ୍ ଆନ୍ସର୍ ବାଣଭଟ୍ଟ ହେଇଯିବ। କାଦମ୍ବରୀ ଗଦ୍ୟ କାବ୍ୟମ୍ ବାଣଭଟ୍ଟେନ ବିରଚିତମ୍। ପରବର୍ତ୍ତୀ କ୍ୱେଶ୍ଚିନ୍ 9 ନମ୍ବର ଦେଖିବା।
9 नंबर एटी देला संस्कृत साहित्य गद्य काव्य रचयितृषु कः अग्रगण्य दंडी ना बाणभट्ट ना गुणाढ़ ना धनपाल। सठिक आंसर कौटा हम आपण मैंने भावुंट टिक लगातु। सठिक आंसर हो बाणभट्ट। संस्कृत साहित्य गद्य काव्य रचयितृषु बाणभट्ट अग्रगण्य। परवर्ती क्वेश्चन 10 नंबर देखिबा। 10 नंबर देला बाणभट्ट कस्य पुत्र पाशुपतस्य अर्थपति विश्वरूपस्य चित्रभानु। बाणभट्ट काहांकर पुत्र चित्रभानु हो कौन हम कहतु चित्रभानुंकर पुत्र। बाणभट्ट होचंदी कहार चित्रभानुंकर पुत्र। चित्रभानु कहार पुत्र अर्थपतिंकर। ताले बाणभट्टंकर प्रपितामह किए अर्थपति। परवर्ती क्वेश्चन 11 नंबर देखिबा। 11 नंबर देला एतेषु किं बाणभट्टे न विरचितम् कादम्बरी मेघदूतम पार्वती परिणयम हर्षचरितम। सठिक आंसर कौटा हम भावुंट। कादम्बरी तो बाणभट्ट लिखिछंती, पार्वती परिणय भी लिखिछंती, हर्षचरितम भी लिखिछंती, मेघदूतटा लिखिनांती। मेघदूत किए लिखिछि कालिदास लिखिछंती। परवर्ती क्वेश्चन 12 नंबर देखिबा। बाणभट्टस्य समय प्रथम शताब्दी ना पंचम शताब्दी ना सप्तम शताब्दी ना न किमपि। सठिक आंसर आपण माने कोटा भावुचंती। प्रथम शताब्दी तो हबनी, पंचम शताब्दी भी हबनी, न किमपि भी हबनी। सठिक आंसर कह सप्तम शताब्दी। बाणभट्टस्य समय सप्तम शताब्दी। परवर्ती क्वेश्चन देखिबा। 13 नंबर क्वेश्चन देला बाणभट्टस्य पितुः चित्रभानुः राजहंसः पाशुपतिः भद्रसेनः। बाणभट्टंकर पिता किए चित्रभानु ना राजहंस ना पाशुपति ना भद्रसेन। सठिक आंसर कौटा हम। सठिक आंसर होची चित्रभानु। बाणभट्टस्य पितुः चित्रभानु। परवर्ती क्वेश्चन 14 नंबर देखिबा। बाणभट्टस्य मातृः रेवती उमादेवी ना रमादेवी ना राजदेवी। बाणभट्टंकर माँ किए पढ़ेला बेले कहिथिली किए हेबे कुह रेवती ना उमादेवी ना रमादेवी ना राजदेवी। आपण मानकर सठिक आंसर है राजदेवी। बाणभट्टस्य मातृः राजदेवी। परवर्ती क्वेश्चन 15 नंबर देखिबा। ये 15 नंबर कौन देला मुकुट ताड़ितम कौन गद्य काव्य ना नाटक ना पद्य काव्य ना खंडकाव्य। सठिक आंसर कौटा हम आपण मानकु लागुची। पढ़ेला बेले कही मुकुट ताड़ितम आ पार्वती परिणय हूँ दुटाक नाटक। ताले आमर ये सठिक आंसर नाटकम मुकुट ताड़ितम नाटकम। परवर्ती क्वेश्चन 16 नंबर देखिबा। 16 नंबर देला हर्षचरिते कति उच्छ्वासाः सन्ति षट् पंच अष्ट सप्त। हर्षचरित केतटा उच्छ्वास अच्छी पिला माने। सठिक आंसर हो अष्ट। हर्षचरिते अष्ट उच्छ्वासाः सन्ति। एबे पिला माने 17 नंबर क्वेश्चन देखिबा। 17 नंबर क्वेश्चन कौन देला बाणभट्टस्य पुत्रस्य नाम किम भूषण भट्टः प्रभाकरः देवचंद्रः भानुचंद्रः। बाणभट्टंकर पुत्र किए बाणभट्टंकर पुत्र होचने भूषण भट्ट। तांको केही के पुलिंद भट्ट बा पुलिन भट्ट मध्य कहि थांती। हमर सठिक आंसर तले कौन हे जी भूषण भट्टः। बाणभट्टस्य पुत्रस्य नाम भूषण भट्टः। परवर्ती क्वेश्चन 18 नंबर देखिबा। 18 नंबर देला बाणभट्ट कस्य स्थाने जन्म अभूत प्रीतिकूट नाम ध्येयनगरे श्रीशैले उज्जयिनी न किमपि। बाणभट्ट कौ स्थान जन्म ग्रहण करथिले प्रीतिकूट नामक ध्येयनगरे। ताले सठिक आंसर हो कौन प्रीतिकूट नाम ध्येयनगरे। बाणभट्ट प्रीतिकूट नाम ध्येयनगर स्थाने जन्म अभूत। परवर्ती क्वेश्चन 19 नंबर देखिबा। ये 19 नंबर देला हर्षचरितस्य मुख्य नायक कह। हर्षचरित मुख्य नायक किए बाणभट्ट ना श्रीहर्ष ना हर्षवर्धन ना अशोक। बाणभट्ट तो हबनी, श्रीहर्ष तो हबनी, अशोक भी हबनी। सठिक आंसर कौन हो हर्षवर्धन। हर्षचरितस्य मुख्य नायक हर्षवर्धन। परवर्ती क्वेश्चन 20 नंबर देखिबा कौन देइछि। ये 20 नंबर देला बाणभट्टस्य रीति
ବୈଦର୍ଭୀ ପାଞ୍ଚାଳି ଗୌଡ଼ି ନ କିମପି। ବାଣଭଟ୍ଟଙ୍କର ରୀତି ପଢ଼େଇଲା ବେଳେ ପିଲାମାନେ କ'ଣ କହିଥିଲି? ବାଣଭଟ୍ଟଙ୍କର ରୀତି ହେଉଛି ପାଞ୍ଚାଳି ରୀତି। ବୈଦର୍ଭୀ ହବନି କି ଗୌଡ଼ି ବି ହବନି। ସଠିକ୍ ଆନ୍ସର୍ ଏଠି ପାଞ୍ଚାଳି ହେଇଯିବ। ବାଣଭଟ୍ଟସ୍ୟ ରୀତି ପାଞ୍ଚାଳି ରୀତି। ପରବର୍ତ୍ତୀ କ୍ୱେଶ୍ଚିନ୍ 21 ନମ୍ବର ଦେଖିବା। ଏଠି 21 ନମ୍ବର ଦେଲା ବାଣଭଟ୍ଟସ୍ୟ ଅପର ନାମ ପଞ୍ଚଦେବ ଶ୍ରୀକଣ୍ଠଃ ପଞ୍ଚାନନଃ ବିକ୍ରମଃ। କୋଉଟା ଲାଗିବ? ପଞ୍ଚଦେବ ହବନି, ଶ୍ରୀକଣ୍ଠଃ ହବନି, ବିକ୍ରମ ବି ହବନି। ସଠିକ୍ ଆନ୍ସର୍ ହେଇଯିବ ପଞ୍ଚାନନଃ। ବାଣଭଟ୍ଟସ୍ୟ ଅପର ନାମ ପଞ୍ଚାନନଃ। 22 ନମ୍ବର ଦେଖିବା ଏବେ। 22 ନମ୍ବର ଦେଲା ଚଣ୍ଡୀଶତକମ୍ ଡ୍ୟାସ୍ କାବ୍ୟମ୍ ଗୀତିକାବ୍ୟମ୍ ଗଦ୍ୟକାବ୍ୟମ୍ ପଦ୍ୟକାବ୍ୟମ୍ ଖଣ୍ଡକାବ୍ୟମ୍। ସଠିକ୍ ଆନ୍ସର୍ କୋଉଟା ହବ ପିଲାମାନେ ଲାଗୁଛି? ଚଣ୍ଡୀଶତକମ୍ କ'ଣ? ଗୀତିକାବ୍ୟମ୍। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। 23 ନମ୍ବର କ'ଣ ଦେଇଛି? 23 ନମ୍ବର ଦେଲା କାଦମ୍ବର୍ୟାମ୍ ବର୍ଣ୍ଣିତଃ କଃ ଦାବାଳି ମହର୍ଷି ଶିଷ୍ୟଃ। ଶୂଦ୍ରକ ନା ଶୁକନାସଃ ନା ବୈଶମ୍ପାୟନ ନା ହାରିତଃ। କାଦମ୍ବରୀରେ ବର୍ଣ୍ଣିତ କିଏ ଦାବାଳି ମହର୍ଷିଙ୍କର ଶିଷ୍ୟ? ଶୂଦ୍ରକ ହବନି, ଶୁକନାସ ହବନି, ବୈଶମ୍ପାୟନ ହବନି। ତାହେଲେ ସଠିକ୍ ଆନ୍ସର୍ କ'ଣ ହେଇଯିବ? ହାରିତଃ। ପରବର୍ତ୍ତୀ କ୍ୱେଶ୍ଚିନ୍ ଦେଖିବା। 24 ନମ୍ବର। 24 ନମ୍ବର ଦେଲା କାଦମ୍ବର୍ୟାମ୍ କଃ ମୁଖ୍ୟ ନାୟକଃ। ଉଦୟନ ନା ଦୁଷ୍ୟନ୍ତ ନା ଚନ୍ଦ୍ରପୀଡ଼ଃ ନା ଶୂଦ୍ରକ। ଉଦୟନ ତ ହବନି, ଦୁଷ୍ୟନ୍ତ ବି ହବନି, ଶୂଦ୍ରକ ବି ହବନି। ବାକି ରହିଲା କିଏ? ଚନ୍ଦ୍ରପୀଡ଼ଃ। ଚନ୍ଦ୍ରପୀଡ଼ଃ ଏଠି ସଠିକ୍ ଆନ୍ସର୍ ହେଇଯିବ। କାଦମ୍ବର୍ୟାମ୍ ଚନ୍ଦ୍ରପୀଡ଼ଃ ମୁଖ୍ୟ ନାୟକଃ। ପରବର୍ତ୍ତୀ କ୍ୱେଶ୍ଚିନ୍ 25 ନମ୍ବର କ'ଣ ଦେଇଛି ଦେଖିବା। 25 ନମ୍ବର କ୍ୱେଶ୍ଚିନ୍ ଦେଲା ହର୍ଷବର୍ଦ୍ଧନସ୍ୟ ଭଗିନ୍ୟାଃ ନାମ କିମ୍? ରାଜେଶ୍ୱରୀ, ରାଜଶ୍ରୀ, ମାଳତୀ ନ କିମପି। ରାଜେଶ୍ୱରୀ ତ ହବନି, ମାଳତୀ ବି ହବନି। ତାହେଲେ ସଠିକ୍ ଆନ୍ସର୍ କୋଉଟା ହେବ? ହର୍ଷବର୍ଦ୍ଧନସ୍ୟ ଭଗିନ୍ୟା ନାମ କିମ୍? ରାଜଶ୍ରୀ। ହର୍ଷବର୍ଦ୍ଧନସ୍ୟ ଭଗିନ୍ୟା ନାମ ରାଜଶ୍ରୀ। ସଠିକ୍ ଆନ୍ସର୍ ହେଇଛି ରାଜଶ୍ରୀ। ଆଜି ଥିଲା ପିଲାମାନେ ଏ କ୍ୱେଶ୍ଚିନ୍, ଆଜି 25ଟା କ୍ୱେଶ୍ଚିନ୍ ଆଣିଥିଲି। ତ ଆପଣମାନଙ୍କୁ କେମିତି ଆଜିର କ୍ଲାସ୍ଟି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ। ମୋତେ ସପୋର୍ଟ କରିବେ, ମୋର ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। ଆପଣମାନଙ୍କର ଭଲ ପାଇବା ମୋ ପାଖେ ପାଖେ ସବୁବେଳେ ଥାଉ। ଆପଣମାନଙ୍କୁ ମୋର ପ୍ରଣାମ, ନମସ୍କାର। ଆପଣମାନଙ୍କୁ ମୋର ଗୋଟେ ଅନୁରୋଧ, ଯଦି ପଢ଼ାଇଲା ବେଳେ କେଉଁଠି ବି ମିଷ୍ଟେକ୍ ହେଇଯିବ ତ ମୋତେ କ୍ଷମା କରିଦେବେ। ଆପଣମାନେ ଏମିତି ମୋତେ ସପୋର୍ଟ କରୁଥାନ୍ତୁ। ମୁଁ ଆହୁରି ନୂଆ ନୂଆ ଭିଡ଼ିଓ ଆମର ପଢ଼ାର ଓରିଏଣ୍ଟେଡ୍ ଭିଡ଼ିଓ ସବୁ ଆଣିବି। ଆଜିର ଦିନଟି ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଆଜି ଦିନଟି ସମସ୍ତଙ୍କର ଭଲରେ କଟୁ। ପ୍ରଭୁଙ୍କ ପାଖରେ ମୋର ଏତିକି ପ୍ରାର୍ଥନା। ପ୍ରଭୁଙ୍କୁ ମୁଁ ଏତିକି ଡାକୁଛି, ସମସ୍ତେ ଯେଉଁଥିପାଇଁ ପଢ଼ୁଛନ୍ତି ତାଙ୍କର ଯେଉଁ ଲକ୍ଷ୍ୟ ନେଇ ପ୍ରଭୁ ସମସ୍ତଙ୍କୁ ଲକ୍ଷ୍ୟକୁ, ସମସ୍ତଙ୍କ ଯେଉଁ ଆଶା ଅଛି, ସମସ୍ତଙ୍କ ଯେଉଁ ଟାର୍ଗେଟ୍ ଅଛି, ସମସ୍ତେ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତୁ। ମୋର ମା ମଙ୍ଗଳାଙ୍କ ପାଖରେ ଏତିକି ପ୍ରାର୍ଥନା। ମୁଁ ଆଶା କରୁଛି ଆପଣଙ୍କୁ ଏ କ୍ଲାସ୍ କିଛି ତ ଆପଣଙ୍କୁ ହେଲ୍ପଫୁଲ୍ ହେବ। ଆପଣ ନିଶ୍ଚିନ୍ତ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିବେ, ମୋର ଭିଡ଼ିଓକୁ ଫୁଲ୍ ଦେଖିବେ, ଆଉ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ମେସେଜ୍ କରିବେ କ୍ଲାସ୍ଟି ଆଜି କେମିତି ଥିଲା। ପୁଣି ଥରେ କହୁଛି ନମସ୍କାର। ଆଜି କ୍ଲାସ୍ ଏଇଠି ସମାପ୍ତ କରୁଛି। ଜୟ ମା ମଙ୍ଗଳା ମା, ସମସ୍ତଙ୍କର ମଙ୍ଗଳ ହେଉ। ଆଜିର ଦିନଟି ସମସ୍ତଙ୍କର ଖୁସିରେ କଟୁ।